ବହିର ନାଁ ଯେ ଦରଜା ଖୋଲିଲା ସେ ଗାୟତ୍ରୀ। ଲେଖକ ବିଭୂତି ପଟ୍ଟନାୟକ। ପଢ଼ି ଶୁଣାଉଛନ୍ତି ଶକ୍ତି ବରାଳ। ଗଳ୍ପ ମାୟା ଦର୍ପଣ। ସଂସାର ଭିତରେ କବି ଜଣେ ସନ୍ନ୍ୟାସୀ। ଏ ଦିଗନ୍ତବ୍ୟାପୀ ସୁନୀଳ ଆକାଶ, ଆଖି ଅପହଞ୍ଚ ଦିଗ୍ବଳୟ, ଶ୍ୟାମଳ ଦୁର୍ବାଦଳ, ସୀମାହୀନ ସାଗର, ଏସବୁର ତ ସେ ଅଧିକାରୀ। ତାର କ'ଣ ଗୋଟାଏ ଚାରିକାନ୍ଥର ଇଟା ସିମେଣ୍ଟର ଘର ଦରକାର, ତାହା ପୁଣି ଏଇ ଅସତ୍ୟ ସହରରେ? ସୀତାନାଥର ମନ ନାହିଁ ନାହିଁ କରି ଉଠେ। ତାର ମନେହୁଏ ଏ ରାଜଧାନୀ ସହର ଏକ କଂକ୍ରିଟର ଜଙ୍ଗଲ। ଏଠାରେ କେବଳ କ୍ରୀତଦାସମାନେ ବାସ କରନ୍ତି। କବି ଏଠାରେ ଶ୍ୱାସରୋଧର ଯନ୍ତ୍ରଣା ଅନୁଭବ କରେ। କିନ୍ତୁ ପତ୍ନୀ ସବିତା ଓ ତାର ଆତ୍ମୀୟ ସ୍ୱଜନ ତାଙ୍କ ଏ ମତ ସହିତ ଏକମତ ହୁଅନ୍ତି ନାହିଁ। ତାର ଆତ୍ମୀୟ ସ୍ୱଜନମାନେ ଯୁକ୍ତି କରନ୍ତି, ଏ କ୍ୟାପିଟାଲରେ ପିଅନ, କିରାଣୀ, ଉଠା ଦୋକାନୀମାନେ ମଧ୍ୟ ଘର କରିଛନ୍ତି। ସେ ଘରକୁ ଭଡ଼ା ଲଗାଇ ସୁଖରେ ଅଛନ୍ତି। ତମେ କେବଳ ସ୍ୱପ୍ନହାରୀ କବି ନୁହଁ, ସରକାରୀ କଲେଜର ବରିଷ୍ଠ ଅଧ୍ୟାପକ। ଆଉ କେତେ ବର୍ଷ ପରେ ଚାକିରିରୁ ଅବସର ନେବ, ତାପରେ ରହିବ କେଉଁଠି? ସରକାରୀ କ୍ୱାର୍ଟର୍ସ ନ ଛାଡ଼ିଲେ ତ ପେନ୍ସନ୍ ମିଳିବ ନାହିଁ। ସୀତାନାଥ ରସିକତା କରି କହନ୍ତି, ମହିପଡ଼ା ଗାଁରେ ଆମର ପୈତୃକ ଚାଳଘର ଅଛି। ନଈକୂଳିଆ ଗାଁ, ସେଇ ଗାଁରେ ମୋର ଜନ୍ମ। ସେଇ ଗ୍ରାମର ରୂପବତୀ ନଦୀର ସୌନ୍ଦର୍ଯ୍ୟ ମୋତେ କବିତା ଲେଖିବାର ପ୍ରେରଣା ଦେଇଥିଲା। ସେଇ ଗାଁକୁ ଫେରିଯିବି। ସ୍ୱାମୀଙ୍କ କଥାର ଦୃଢ଼ ପ୍ରତିବାଦ କରନ୍ତି ସବିତା। ଥାଉ ଥାଉ, ବୁଢ଼ୀ ଦିନେ ମୁଁ ସେ କାଦୁଅ ପଚର ପଚର ତେଲୁଣି ପୋକ ସାଲୁ ସାଲୁ ଅପାଣ୍ଡବା ମହିପଡ଼ା ଗାଁର ଚାଳଘରେ ରହିପାରିବି ନାହିଁ। ତମେ କ'ଣ ଭାବୁଛ, ମୁଁ ଗଲେ ବି ତମ ପୁଅ ଝିଅ ସେ ଗାଁରେ ରହିପାରିବେ? ଆଜି ସୁଦ୍ଧା ସେ ଗାଁକୁ ଇଲେକ୍ଟ୍ରି ଲାଇନ୍ ଯାଇନାହିଁ। ଜୁଆରିଆ ନଈ ପାରି ହେଇ ବିଜୁଳି ଖୁଣ୍ଟ ସେ ଗାଁରେ କେବେ ବି ପୋତା ହେବ ନାହିଁ। ପେଟ୍ରୋମାକ୍ସ ଜାଳି ଥିଏଟର ହୁଏ, ସେଠି ରହିବ କିଏ? ମୃଦୁ ଧକ୍କା ଖାଇଲା ଭଳି ସୀତାନାଥ ଚମକି ଉଠନ୍ତି। ତାଙ୍କ ପୁଅ ଶଶାଙ୍କ ଆଉ କନକଲତା ମହିପଡ଼ା ଗାଁକୁ ବିଦ୍ୟୁତ୍ ଆଲୋକ ଗଲେ ଯେ ଯିବେ, ଏକଥା ସେ କେବେ ଆଶା କରିନାହାନ୍ତି। ସେ ଦୁହେଁଯାକ ଇଂଲିଶ ମିଡିୟମ ସ୍କୁଲ ପିଲା, ଭଲ ଓଡ଼ିଆ କହିପାରନ୍ତି ନାହିଁ। ଇଂରେଜୀ କହିଲା ବେଳେ ପାଟିରେ ବାଟୁଳି ବାଜେ ନାହିଁ। ଓଡ଼ିଆ କହିଲା ବେଳକୁ ଥରକୁ ଥର ଝୁଣ୍ଟନ୍ତି। ଯେତେ କହିଲେ ବି ସବିତା ପୁଅ ଝିଅ ସାଙ୍ଗରେ ଓଡ଼ିଆରେ କଥାବାର୍ତ୍ତା କରନ୍ତି ନାହିଁ। ଓଡ଼ିଆ ବହି ପଢ଼ିବାକୁ ଦିଅନ୍ତି ନାହିଁ। ଇଂଲିଶରେ କଥା ନ କହିଲେ ଜୀବନ ଯୁଦ୍ଧରେ ହାରିଯିବେ। ଏମିତି ଏକ ଧାରଣା ସେମାନଙ୍କ ମନରେ ସୃଷ୍ଟି କରିଦେଲେ ଗାଁରେ ରହିବା ସେମାନଙ୍କ ପକ୍ଷରେ ଖୁବ୍ କଷ୍ଟକର ହେବ। ସେମାନଙ୍କ ପାଇଁ ଏ ସହରରେ ଗୋଟାଏ ଘର ଦରକାର। ଲୋନ୍ କରି ହୁଏତ ସେ ଘର ତୋଳିପାରିବେ, କିନ୍ତୁ ଜାଗା କିଣିବାକୁ ତାଙ୍କୁ ଟଙ୍କା ଦବ କିଏ? ସରକାରୀ ଜମି ନ ମିଳିଲେ ଗୁଣ୍ଠକୁ ଲକ୍ଷେ ଟଙ୍କା ଦେଇ ସେ ପ୍ରାଇଭେଟ୍ ଲ୍ୟାଣ୍ଡ କିଣିପାରିବେ? ସ୍ତ୍ରୀଙ୍କ ଚାପରେ 2 ବର୍ଷ ତଳେ ସରକାରୀ ଜମି ପାଇଁ ଆପ୍ଲାଏ କରିଥିଲେ। କାହିଁ ଜମି? ଆପ୍ଲାଏ, ନୋ ରିପ୍ଲାଏ। ନିଜ ରସିକତାରେ ନିଜେ ହସି ଉଠିଲେ ସୀତାନାଥ। ତାଙ୍କ ପ୍ରତିବେଶୀ ଗଙ୍ଗାଧର ବାବୁ କରିତ୍କର୍ମା ଲୋକ। ସେ କ୍ୟାପିଟାଲରେ ଗୋଟାଏ ନୁହେଁ, 2ଟା ଜାଗା ମାରି ନେଇଛନ୍ତି। ଗୋଟାଏ ସୋନାମରେ, ଅନ୍ୟଟି ନିଜ ଶଳା ନାଁରେ। ଗୋଟାଏ ବରମୁଣ୍ଡାରେ, ଆଉ ଗୋଟିଏ ପ୍ଲଟ୍ ଟଙ୍କପାଣି ରୋଡରେ। ଗଙ୍ଗାଧର ବାବୁ କିପରି 2ଟା ସରକାରୀ ପ୍ଲଟ୍ ପାଇଛନ୍ତି, ସେ କଥା ବୁଝିବା ଲାଗି ଅଧ୍ୟାପକ ସୀତାନାଥ ପଣ୍ଡା ତାଙ୍କର ଦ୍ୱାରସ୍ଥ ହେଲେ। ସାମ୍ନାସାମ୍ନି 2ଟା ଘରେ 2 ଜଣ ଯାକ ରହିଥିଲେ ସୁଦ୍ଧା ସୀତାନାଥ କେବେ ଗଙ୍ଗାଧରଙ୍କ ଘରକୁ ଯାଆନ୍ତି ନାହିଁ। ଏକରେ ଅଧ୍ୟାପକ, ଦ୍ୱିତୀୟରେ କବି। ଗଙ୍ଗାଧର ବାବୁଙ୍କ ଭଳି ଓଭରସିଅରଙ୍କ ଘରକୁ ଯିବାର ପ୍ରୟୋଜନ ସେ କେବେ ଅନୁଭବ କରିନାହାନ୍ତି। ସେଦିନ ସବିତା ତାଙ୍କୁ ପଛରୁ ଠେଲିପେଲି ଗଙ୍ଗାଧରଙ୍କ ଫାଟକ ଡିଆଇଁ ଛାଡ଼ି ଆସିଲେ। ଗଙ୍ଗାଧର ବାବୁ ଦାଢ଼ିଖିଅର ହେଉଥିଲେ। ଫାଟକ ଖୋଲି ସୀତାନାଥ ବଗିଚାରେ ପାଦ ଦେବା ମାତ୍ରେ ସେ ସାବୁନ ଫେଣ ମୁହଁକୁ ଧୋଇଦେଇ ଉଠି ଆସିଲେ। ସେ ଯେଉଁ କଲେଜର ଇଂରାଜୀ ଅଧ୍ୟାପକ, ଗଙ୍ଗାଧର ବାବୁଙ୍କ ସାନ ପୁଅ ସେଇ କଲେଜର ଛାତ୍ର। ଇଂଲିଶରେ ଟିକିଏ ଦୁର୍ବଳ। ଅନେକ ଥର ଗଙ୍ଗାଧର ଭାବିଛନ୍ତି, Sample complete. Ready to continue?